ଏହା 1900 ଦଶକର ପ୍ରାରମ୍ଭର ଏକ ଘଟଣା। ସେହି ସମୟରେ ଭାରତ ତାର ସ୍ୱାଧୀନତା ପାଇଁ ସଂଘର୍ଷ କରୁଥିଲା। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ବାଜିରାଉତ ନାମରେ ଗୋଟେ ଛୋଟ ପୁଅ ରହୁଥିଲେ। ସେ ମାତ୍ର 12 ବର୍ଷ ବୟସର ଥିଲେ, କିନ୍ତୁ ତାଙ୍କ ହୃଦୟ ସାହସ ଓ ଦେଶ ପ୍ରେମରେ ପରିପୂର୍ଣ୍ଣ ଥିଲା। ବାଜିରାଉତ ବ୍ରାହ୍ମଣୀ ନଦୀରେ ଏକ ନୌକା ଚାଳକ ଥିଲେ। ସବୁଦିନ ସେ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ନଦୀ ପାର କରାଉଥିଲେ। ସେ ଦୟାଳୁ, ସତ୍ୟବାଦୀ ଓ ନିର୍ଭୀକ ଭାବେ ପରିଚିତ ଥିଲେ। ସେହି ସମୟରେ ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା। ବ୍ରିଟିଶ ସେନା ବହୁତ ନିର୍ଦ୍ଦୟୀ ଥିଲେ ଆଉ ନିର୍ଦ୍ଦୋଷ ଲୋକମାନଙ୍କୁ ନିର୍ଯାତନା ବି ଦେଉଥିଲେ। ସ୍ୱାଧୀନତା ସେନାମାନେ ନିକଟବର୍ତ୍ତୀ ଜଙ୍ଗଲରେ ସେହି ସମୟରେ ଲୁଚି ରହିଥିଲେ। ଦିନେ ଅନ୍ଧାର ରାତିରେ କିଛି ବ୍ରିଟିଶ ସେନା ନଈ କୂଳକୁ ଆସିଲେ। ସେମାନେ ବାଜିରାଉତକୁ ଚିତ୍କାର କରି କହିଲେ, ଆରେ ପୁଅ, ଆମକୁ ଜଲ୍ଦି ନଦୀ ପାର କରା। ବାଜିରାଉତ ସେମାନଙ୍କର ଉଦ୍ଦେଶ୍ୟ ବୁଝି ଯାଇଥିଲେ। ସେ ବୁଝିଥିଲେ ଯଦି ସେ ସହଯୋଗ କରିବେ ନିର୍ଦ୍ଦୋଷ ସ୍ୱାଧୀନତା ସଂଗ୍ରାମୀମାନେ ଧରା ପଡ଼ିଯିବେ। ଶାନ୍ତ ଭାବରେ ଆଉ ସାହସୀ ସ୍ୱରରେ ସେ କହିଲେ, ନା, ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି ନାହିଁ। ଆପଣମାନେ ମୋ ଦେଶର ଶତ୍ରୁ। ବ୍ରିଟିଶ ସେନା ରାଗିଗଲେ। ସେମାନେ ତାଙ୍କୁ ବହୁତ ଧମକେଇଲେ, କିନ୍ତୁ ବାଜିରାଉତ ଅତୁଟ ରହିଲେ। ସେ ମୃତ୍ୟୁକୁ ଡରୁ ନଥିଲେ, ସେ ଦେଶଦ୍ରୋହକୁ ଡରୁଥିଲେ। କ୍ରୋଧିତ ହୋଇ ବ୍ରିଟିଶ ସେନା ବାଜିରାଉତକୁ ଗୁଳି ମାରି ଚାଲିଲେ। ସେ ସେଇ ନଦୀ କୂଳରେ ପଡ଼ିଗଲେ, ଦେଶ ପାଇଁ ନିଜ ଜୀବନକୁ ଦେଇ, କିନ୍ତୁ ବ୍ରିଟିଶକୁ ନଦୀ ପାର କରାଇ ଦେଲେ ନାହିଁ। ଆଜି ବାଜିରାଉତକୁ ଓଡ଼ିଶାର ସବୁଠୁ କମ୍ ବୟସର ଶହୀଦ ଭାବରେ ସ୍ମରଣ କରାଯାଏ। ନୀତି ଶିକ୍ଷା ହେଲା, ସତ୍ୟ ସାହସ ହେଉଛି ସଠିକ୍ ପଥରେ ଦୃଢ଼ ରହିବା। ବୟସ ସାହସକୁ ନିର୍ଣ୍ଣୟ କରିନଥାଏ, ଆଉ ଦେଶ ପ୍ରେମ ହିଁ ମୃତ୍ୟୁଠାରୁ ବହୁତ ବଡ଼ ଥାଏ। ଆଜି ପାଇଁ ଏତିକି ସାଙ୍ଗମାନେ, ପୁଣି ଦେଖା ହବ। ବାଏ ବାଏ।